नमस्कार दर्शक बंधु शुभ संध्या आमे नहीं आसु देश विदेश राज्यर 20टी गुरुत्वपूर्ण खबर खबरटी भल लगे वीडियो को लाइक करने सहित चैनल न थे सब्सक्राइब करी आपण जिलार ना लिखिदेवे जहाँफल प्रत्येक दिन आपण जिलार खबर किसी ना कि अपडेट पाइपर तेज कौन रही आज संध्यार खबर चलता नजर पकईबा। प्रथम खबर रोचे पॉल्यूशन सर्टिफिकेट नथिले पेट्रोल देवाक मना करा जियो बोली निर्देश थिला ସେହି ନିର୍ଦ୍ଦେଶକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି। ଏହି କଥାକୁ ରାଜ୍ୟ ସରକାର ହାଇକୋର୍ଟକୁ ସତ୍ୟପାଠ ମାଧ୍ୟମରେ ଜଣାଇଛନ୍ତି। ପରିବହନ କମିଶନ କହିଥିଲେ ଯେ ଯଦି ଜରିମାନା ଦିଆ ନଯାଏ ତେବେ ପିୟୁସିସି ଦିଆଯିବନି ବା ପଲ୍ୟୁସନ ସାର୍ଟିଫିକେଟ ମିଳିବ ନାହିଁ। ଏହା ପାଇଁ କି ମୋଟର ଭେହିକିଲ ଆଇନର 167 ଧାରାକୁ ଆଧାର କରିଥିଲେ, କିନ୍ତୁ ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି। ହାଇକୋର୍ଟ ବାହନ ପୋର୍ଟାଲରେ ସଂଶୋଧନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସଂଶୋଧନ ପରେ ସତ୍ୟପାଠ ଦାଖଲ କରିବା ପାଇଁ ପରିବହନ କମିଶନରୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି କୁହାଯାଉଛି। ତେବେ ପିୟୁସିସି ନଥିଲେ ପେଟ୍ରୋଲ ମନାକୁ ନେଇ କେତେ ଦୂର ଠିକ ସେ ନେଇକି ମଧ୍ୟ ଆଗାମୀ ଦିନରେ ଜଣାଯିବ। ତା ସହିତ ଏପ୍ରିଲ 1 ତାରିଖ ପୂର୍ବରୁ ଆପଣ ନିଜର ପଲ୍ୟୁସନ ସାର୍ଟିଫିକେଟ ବାହାରି କରିଦିଅନ୍ତୁ। ସରକାର ଏବେ ଫାଇନ ମଧ୍ୟ କିଛି ଆଦାୟ କରିଛନ୍ତି, ଯେମିତି କି ଆପଣ ହେଲମେଟ ନ ପିନ୍ଧିଲେ 1000 ଟଙ୍କା, ମୋବାଇଲରେ କଥା ହେଲେ 5000, ରଙ୍ଗ ରୁଟରେ 5000, ଇନ୍ସୁରାନ୍ସ ନଥିଲେ 2000, ତା ସହିତ ପଛରେ ଯେ ହେଲମେଟ ପିନ୍ଧି ବସିଲେ ତା ପାଇଁ 1000, ଏମିତି ଟୋଟାଲ ଏବେ ବାହାରି କରିଛନ୍ତି। ଆପଣ ଗାଡି ଚଲାଇଲେ ମାନେ ସବୁ କିଛି ନୀତି ନିୟମ ମାନିବାକୁ ପଡିବ। ପରବର୍ତ୍ତୀ ଖବର ସବ ରେଜିଷ୍ଟର ଅଫିସରେ ଜମି ଜାଲିଆତି, ପଡିଆ ଜମି ଦେଖାଇ 70 ଲକ୍ଷ ଠକେଇ ଆଉ 4 ଜଣ ମଧ୍ୟ ଏଥିରେ ଗିରଫ ହୋଇଛନ୍ତି। ତେବେ ସବ ରେଜିଷ୍ଟର ଅଫିସରେ ଜମି ଜାଲିଆତି ହୋଇଛି, ଯାହା ଫଳରେ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଜଣେ ସବ ରେଜିଷ୍ଟର ଅଫିସର ଦଲାଲ, ତା ସହିତ ମଧ୍ୟ ଷ୍ଟାମ୍ପ କମ୍ପାନୀ। ତେବେ ଜଣେ ପୂର୍ବତନ ହୋମଗାର୍ଡ ସମେତ ତାଙ୍କ ପତ୍ନୀ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ସବ ରେଜିଷ୍ଟର ଅଫିସ ଦଲାଲ ମହେନ୍ଦ୍ର ନାୟକ, ଷ୍ଟାମ୍ପ କମ୍ପାନୀ ଭାଗିରଥୀ ସାହୁ, ପୂର୍ବତନ ହୋମଗାର୍ଡ ନିରଞ୍ଜନ ଶତପଥୀ, ତାଙ୍କ ପତ୍ନୀ ରୀନା ରାଣୀ ଶତପଥୀ। ଅନ୍ୟ ଜମିକୁ ଫର୍ଜି ମାଲିକାନା ଦର୍ଶାଇ ନକଲି ଡକୁମେଣ୍ଟ ପ୍ରସ୍ତୁତ କରି ବିକ୍ରି କରିଥିଲେ। ଲକ୍ଷାଧିକ ଟଙ୍କା ଦେଇ ଜମି କିଣିଥିବା ମାଲିକ ସନ୍ଦେହ ହେବାରୁ ରେଜିଷ୍ଟର ଅଫିସରେ ଏକ ଯାଞ୍ଚ ମଧ୍ୟ କରିଥିଲେ। ଯାଞ୍ଚ ବେଳେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଅଭିଯୋଗ ପରେ ପୋଲିସ ଏବେ 4 ଜଣଙ୍କୁ ଗିରଫ କରିଛି। ତେବେ ମାମଲାରେ ସାମିଲ ଥିବା ଜଣେ ଲେଡି ମାଷ୍ଟର ମାଇଣ୍ଡ ପୋଲିସ ଖୋଜୁଥିବା ଜଣାପଡିଛି। ତେଣୁ ଆପଣମାନେ ମଧ୍ୟ ସତର୍କ ହୋଇଯାଆନ୍ତୁ ଜମି କିଣିଲା ବେଳେ। ପରବର୍ତ୍ତୀ ଖବର ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ। ସକାଳ 6ରୁ ଅପରାହ୍ନ 2ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ସହିତ ନବନିର୍ମାଣ ଯୁବ ଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରା ସାମିଲ ହୋଇଛନ୍ତି। ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି କଂଗ୍ରେସ ଏବଂ ସିପିଆଇ ପକ୍ଷରୁ ସମର୍ଥନ କରାଯାଇଛି। ଚାଷୀ ସମସ୍ୟା ପ୍ରଦୂଷଣ ଟାଟା ପାୱାର ମନୋମୁଖୀ ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ଏବଂ ଏନେଇକି ନବନିର୍ମାଣ କୃଷକ ସଂଗଠନ ଅଛନ୍ତି। ସବୁ ଚାଷୀକୁ ଧାନ ଏମଏସପି ଇନପୁଟ ସବସିଡି ମିଶାଇ କ୍ୱିଣ୍ଟାଲ ପିଛା 3100 ଟଙ୍କା କିଣା ଯାଉ। ସେହିପରି ଧାନ କିଣିବା ପରେ ଠିକ ସମୟରେ ଚାଷୀକୁ ଟଙ୍କା ପ୍ରଦାନ, ଟୋକେନ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି। ଦଲାଲ ଏବଂ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାରେ ଜରୁରୀକାଳୀନ ସେବାକୁ ବାଦ ଦିଆଯିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ଭଙ୍ଗା ଦୋଦରା ଘରେ ଗড়ା ହେଉଛି ଛାତ୍ରଛାତ୍ରୀଙ୍କ ଜୀବନ, ଶିକ୍ଷା ବ୍ୟବସ୍ଥାରେ ଆସୁନି ସୁଧାର। ତେବେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଯୋଜନା କରୁଛନ୍ତି, କିନ୍ତୁ ଯୋଜନା ପରେ ଯୋଜନା ହେଉଥିବା ପରେ ଏପରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟରେ ଦେଖିବାକୁ ମିଳୁଛି। ପିଲାମାନଙ୍କ ଭବିଷ୍ୟତ ପାଇଁ ଗଢା ହୋଇଥିବା ବିଦ୍ୟାଳୟ ଏବେ ଫାଟି ପଡିଛି। କିଛି ଦିନ ପୂର୍ବେ ମଧ୍ୟ ଛାତ ଭୁଷୁଡିଥିଲା। ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ବ୍ଲକର ସାନ କୃଷ୍ଣପୁରରେ। ବିପଦ ସଂକୁଳରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଛାତ ଖସୁଛି ସିମେଣ୍ଟ ଖଣ୍ଡ, ଖଣ୍ଡିଆ ଖବର ହେଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ, ତା ସହିତ ଛାତ୍ରଛାତ୍ରୀ। ସ୍କୁଲ ନଥିବାରୁ ରେଡକ୍ରସରେ ଚାଲିଥିଲା ପାଠ ପଢା। ଏବେ ସେଇ ରେଡକ୍ରସ ଘରଟି ଜରାଜୀର୍ଣ୍ଣ ହୋଇ ପଡିଛି। ସେହି ଘରେ ପାଠ ପଢା ସମ୍ଭବ ନୁହେଁ ବୋଲି କୁହାଯାଇଛି। ପରବର୍ତ୍ତୀ ଖବର ବଢିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ମୂଲ୍ୟ, ପିଲା ପିନ୍ଧିବେ ଉଚ୍ଚ ମାନର ୟୁନିଫର୍ମ।
ଏନେଇକି ସରକାରଙ୍କର ବଡ ଘୋଷଣା। ଆଜି ମହିଳା ଶିଶୁ ବିକାଶର ଏକ କାର୍ଯ୍ୟକ୍ରମରେ ଏ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଛାତ୍ରଙ୍କ ପୋଷାକ ମୂଲ୍ୟ 100 ଟଙ୍କା ଥିଲା, ଏବେ ବଢି 175 ଟଙ୍କା କରାଯାଇଛି। ସେହିପରି ଛାତ୍ରୀଙ୍କ ପୋଷାକ ମୂଲ୍ୟ 150 ଟଙ୍କାରୁ ବଢି 250 ଟଙ୍କା କରାଯାଇଛି। ଜୋତା ପାଇଁ ଖର୍ଚ୍ଚ ହେଉଥିବା 100 ଟଙ୍କାରୁ ବଢି 150 ଟଙ୍କା କରାଯାଇଛି। ସ୍ୱିଟର ପାଇଁ 150 ଟଙ୍କାରୁ 200 ଟଙ୍କା କରାଯାଇଛି। ଚଳିତ ବର୍ଷ 2026-27 ଆର୍ଥିକ ବର୍ଷରେ ଏହା ଲାଗୁ ହେବ। ଏହାଦ୍ୱାରା 74,224 ଜଣ ଅଙ୍ଗନବାଡି କେନ୍ଦ୍ରରେ 14 ଲକ୍ଷରୁ ଅଧିକ ଶିଶୁ ଉପକୃତ ହେବେ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ରହୁଛି ପୁରୀରେ ପୋଲିସର ବଡ ଧରଣର ଚଢାଉ। ବେଳାଭୂମିରେ ସମସ୍ତ ଟୁର ଟ୍ରାଭେଲ କାର୍ଯ୍ୟାଳୟକୁ ଚଢାଉ କରାଯାଇଛି। ଟୁର ଟ୍ରାଭେଲ ଚଳାଉଥିବା ସମସ୍ତ ପୁରୀ ପୌର ସଂସ୍ଥାର ଟ୍ରେଡ ଲାଇସେନ୍ସ କରିଛନ୍ତି କି ନାହିଁ ତାହା ନେଇକି ମଧ୍ୟ ଯାଞ୍ଚ ଚାଲିଛି। ଜିଏସଟି ଡିପୋଜିଟ କରୁଛନ୍ତି କି ନାହିଁ, ସାତପଡା ସାଇଟ୍ ସିନ୍ ପାଇଁ କି ଧାର୍ଯ୍ୟ ଠାରୁ ଅଧିକ ଟଙ୍କା ନେଉଥିବା ଠକେଇ କରୁଛନ୍ତି, ସେ ନେଇକି ମଧ୍ୟ ତଦନ୍ତ କରୁଛି ବିଚ୍ ପୋଲିସ। ବେଳାଭୂମିର ସମସ୍ତ ଟୁର ଟ୍ରାଭେଲ କାର୍ଯ୍ୟାଳୟକୁ ଚଢାଉ କରିଛି ଆଜି ପୋଲିସ। ପରବର୍ତ୍ତୀ ଖବର, ବଜାରରେ ବୁଲୁଛନ୍ତି ଭାଲୁ, ଖାଦ୍ୟ ଅନ୍ୱେଷଣରେ ସହରୀ ମୁହାଁ ହେଉଛନ୍ତି ଜଙ୍ଗଲୀ ଭାଲୁ। କୋରାପୁଟ ଜିଲ୍ଲା କୁନ୍ଦୁରା ଅଞ୍ଚଳରେ ଏଭଳି ଭାଲୁ ଆତଙ୍କ ଦେଖାଯାଇଛି। ରାତି ଦିନରେ ମଧ୍ୟ 24 ଘଣ୍ଟା ଦୃଶ୍ୟ ଦେଖିବାକୁ ମିଳୁଛି ଭାଲୁର। ମୋବାଇଲରେ ମଧ୍ୟ କହିଦେଉଛି ଏହି ଭିଡିଓ। କୁନ୍ଦୁରା ସାଗରଗୁଡା ଅଞ୍ଚଳରେ ଏକ ଭାଲୁ ଏଣେ ତେଣେ ବୁଲୁଥିବା ଦେଖିବାକୁ ମିଳୁଛି। କିଛି ଲୋକ ଘର ପାଖରେ ମଧ୍ୟ ପଇଁତରା ମାରୁଛି। ଏଭଳି ଭିଡିଓଟି ଏବେ ବେଶ ଭାଇରାଲ ହେଉଛି। ରାସ୍ତା କଡ଼ରେ ପଡୁଥିବା କୁଡ କୁଡ ଖାଦ୍ୟ ଅନ୍ୱେଷଣରେ ଭାଲୁ ଜନବସତିକୁ ମୁହାଁଉଛନ୍ତି। ରାସ୍ତାରେ ଖାଦ୍ୟ ନ ଫୋପାଡ଼ିବା ପାଇଁ ବନ ବିଭାଗ ସର୍ବଦା ସଚେତନ ମଧ୍ୟ କରିଆସୁଛି, ହେଲେ ଲୋକେ ଏ ଦିଗରେ ଅବମାନନା କରୁଥିବା ଦେଖିବାକୁ ମଧ୍ୟ ମିଳିଛି। ପରବର୍ତ୍ତୀ ଖବର ହଉଛି ପଶ୍ଚିମବଙ୍ଗରେ ନିପା ଭାଇରସ ଆତଙ୍କ, ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ। କୋଲକାତାର 5 ଜଣ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଆକ୍ରାନ୍ତ ମଧ୍ୟରେ ଜଣେ ଡାକ୍ତର ଓ ନର୍ସ ମଧ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ 2 ଜଣ ନର୍ସଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ପ୍ରାୟ 200 ଲୋକଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖିଥିବା ମଧ୍ୟ ନଜର ଆସିଛି। ତେବେ ଏହି ନିପା ଭାଇରସ କଣ ଲକ୍ଷଣ? ଭାଇରସ ବିପଦଜନକ ଭାଇରସ ଏବଂ ପଶୁଙ୍କ ଠାରୁ ମଣିଷକୁ ବ୍ୟାପିଥାଏ। ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ 40ରୁ 75% ମଧ୍ୟ ରହିଥାଏ। ତେବେ କୌଣସି ଔଷଧ ଏପର୍ଯ୍ୟନ୍ତ ଏହାର ବାହାରି ନାହିଁ। ଭାଇରସ ପ୍ରଶ୍ୱାସରେ ଆସିବା ପାଇଁ 4ରୁ 14 ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ, ଯେମିତିକି ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ବାନ୍ତି ଏବଂ ଗଳା କୁଣ୍ଡେଇ ଏବଂ ପ୍ରାଥମିକ ଲକ୍ଷଣ। ପରେ ନିଶ୍ୱାସ ନେବାର କଷ୍ଟ, ମୁଣ୍ଡ ବୁଲାଇବା, ମାନସିକ ସନ୍ତୁଳନ ହରାଇବା ଏବଂ ବ୍ରେନ୍ ଇନଫେକ୍ସନ ପରି ରୋଗ ମଧ୍ୟ ଆସିଥାଏ। ଲୋକ କୋମାକୁ ମଧ୍ୟ ଚାଲିଯାଆନ୍ତି। ନିପା ଭାଇରସ କୌଣସି ସ୍ୱତନ୍ତ୍ର ଔଷଧ ନଥିବାରୁ ଡାକ୍ତରଖାନାରେ ରୋଗୀଙ୍କର ଅବସ୍ଥା ଚିକିତ୍ସା କରାଯାଏ। ଜ୍ୱର ଯନ୍ତ୍ରଣା କମାଇବା ପାଇଁ ଔଷଧ ଦେବା, ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ଦିଗକୁ ଚିକିତ୍ସା ଫୋକସ କରାଯାଏ। ବାଦୁଡି ଖାଇଥିବା ଚାଟିଥିବା ଖଜୁରୀ ରସରୁ ଏହି ବ୍ୟାପିଥିବା ଅଧିକ ଭୟ ବୋଲି କୁହାଯାଉଛି। ତେବେ ଫଳ ଧୋଇ କରି ଖାଇବା ସହିତ ଗଛରୁ ପଡିଥିବା ପକ୍ଷୀ ଖାଇଥିବା ଫଳକୁ ନ ଖାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ନିପା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ନିଜକୁ ସଫା ସୁତରା ରଖିବା ସହିତ ସାବୁନରେ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି। ଯଦି ଜ୍ୱର, ଶ୍ୱାସ ସବୁ ଦେଖାଯାଏ ତୁରନ୍ତ ଔଷଧ ନ ଖାଇ ତୁରନ୍ତ ଡାକ୍ତରଖାନାକୁ ଯିବା ପାଇଁ ମଧ୍ୟ କୁହାଯାଇଛି। ପରବର୍ତ୍ତୀ ଖବର ହଉଛି ଖଣ୍ଡଗିରି ମେଳାରେ ଏବେ ମୋବାଇଲ ଚୋରି, ଆଖି ପିଛୁଳାକେ ମୋବାଇଲ ପର୍ସ ଲୁଟେରାଙ୍କ ଆତଙ୍କ ଚାଲିଛି। ତେବେ ବହୁତ ଲୋକଙ୍କର ଏବେ ଲଗାତାର ମୋବାଇଲ ଚୋରି ହେଇଛି। ପୋଲିସ ଷ୍ଟେସନରେ ଲଗାତାର ଏଫଆଇଆର ଆସିଛି। କାହାର 50,000 ଟଙ୍କାର ମୋବାଇଲ ଚୋରି ହେଲା ତ କାହାର ପର୍ସ ସୁନା ଅଳଙ୍କାର ଚୋରି ହେଇଗଲା। ତେଣୁ ଖଣ୍ଡଗିରି ମେଳା ଚାଲିଛି, ଲକ୍ଷ ଲକ୍ଷ ଲୋକଙ୍କର ଭିଡ ମଧ୍ୟ ଜମିଛି। ଏହାରି ଭିତରେ ଆପଣମାନେ ନିଜ ଦାୟିତ୍ୱରେ ନିଜ ଜିନିଷ ରଖନ୍ତୁ। ଲୁଟପାଟ କରି ନିଦ ହଜାଇଥିବା ପୋଲିସକୁ ନାକେଦମ କଲାଣି। ପାଖାପାଖି 2ରୁ 3 ଦିନ ଭିତରେ ଲୁଟେରାଙ୍କ ଆତଙ୍କ ଚାଲିଛି। ଲୁଟେରାଙ୍କୁ ଧରିବା ପାଇଁ ସ୍ପେଶାଲ ଡ୍ରାଇଭ କରିଛି କମିଶନରେଟ ପୋଲିସ। ଖଣ୍ଡଗିରି ଥାନା ପୋଲିସ ଲୁଟ ପାଟରେ ଏବେ 6 ଜଣଙ୍କୁ ମଧ୍ୟ କାବୁ କରିଛି। ସେମାନଙ୍କ ଠାରୁ ନଗଦ ଟଙ୍କା, ମୋବାଇଲ ମଧ୍ୟ ଜବତ ହୋଇଛି। ଭିଡର ସୁଯୋଗ ନେଇ ଏମାନେ ଆତଙ୍କ ଖେଳାଉଛନ୍ତି। ଖାସ କରି ମହିଳାଙ୍କ ପର୍ସରୁ ଚେନ୍ ଖୋଲି ସିଧା ମୋବାଇଲ, ଟଙ୍କା ନେଇବାର ଏମାନେ ସୁଯୋଗ ପାଉଛନ୍ତି। ତେଣୁ ଆପଣମାନେ ମଧ୍ୟ ସତର୍କ ହୋଇଯାଆନ୍ତୁ। ପରବର୍ତ୍ତୀ ଖବର, ଏକ ଚାଞ୍ଚଲ୍ୟ ଖବର। ଗଣତନ୍ତ୍ର ଦିବସ ବା ଗତକାଲି ଅଘଟଣ ଘଟିଛି। ପତାକା ଖୋଲୁଥିବା ବେଳେ ବିଦ୍ୟୁତ ସ୍ପର୍ଶରେ ଆସି ଛାତ୍ର ମୃତ୍ୟୁ। ତେବେ କୁହାଯାଉଛି ଯେ କୋଚିଂ ସେଣ୍ଟରରେ ଛାତ ଉପରୁ ଜାତୀୟ ପତାକା ଖୋଲୁଥିବା ଏଥିରେ ଲାଗିଥିବା ଜିଆଇ ରୋଡ ତାର ଉପରେ ମଧ୍ୟ ବିଦ୍ୟୁତ ତାର ଲାଗିଥିଲା।
ଛାତ୍ର ଜଣକୁ ତୁରନ୍ତ ଡାକ୍ତରଖାନା ନେଇଥିଲେ, ସେଠାରେ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଛନ୍ତି। ଦଶମ ଶ୍ରେଣୀର ଛାତ୍ର ଓମ ପ୍ରକାଶ ତ୍ରିବେଦୀ ସେ କୁଜଙ୍ଗ ସମାଗୋଳର ନିଜ ମାମୁଁ ଘରେ ରହି ପାଠ ପଢୁଥିଲେ। ଓମ ପ୍ରକାଶଙ୍କ ମୃତ୍ୟୁ ଖବରକୁ ନେଇ କୁଜଙ୍ଗ ମେଡିକାଲ ଶିକ୍ଷକ ଶିକ୍ଷୟିତ୍ରୀ ପହଞ୍ଚିଥିଲେ। ସେଠାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। କୋଚିଂ ସେଣ୍ଟର ଉପରେ 11 କେବି ତାର ଯାଇଥିବା ବେଳେ କୋଚିଂ ସେଣ୍ଟର ମାଲିକ କିପରି ଖାମଖିଆଲ ଭାବେ ଛାତ୍ରକୁ ପତାକା ଖୋଲିବା ପାଇଁ ପଠାଇଲେ, ସେ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ପରବର୍ତ୍ତୀ ଖବର ହଉଛି ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ। 2.5 ବର୍ଷର କୁନି ଝିଅ ସଠିକ ଭାବେ କଥା କହିପାରୁନି, ଖନେଇ ଖନେଇ ଲୁଚି ରହିଛି ଅନେକ ରହସ୍ୟ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାମ ପାଇଛି। 14ରୁ ଉର୍ଦ୍ଧ୍ୱ ପ୍ରତିଯୋଗିତାକୁ ମାତ ଦେଇକି ନିଜର ଦକ୍ଷତା ଦେଖାଇ ପାରିଛି। ଅନଲାଇନ ମାଧ୍ୟମରେ ହୋଇଥିବା ସ୍ମରଣ ଶକ୍ତି ପ୍ରତିଯୋଗିତାରେ ଭାଗ ନେଇଥିଲା ବୈଭବୀ ବିଶ୍ୱାଳ। 1000 ଉର୍ଦ୍ଧ୍ୱ ଶିଶୁକୁ ମାତ ଦେଇ ନିଜ ନାଁକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ସୌଭାଗ୍ୟ କରିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍କିର କୁହୁଡିଗୁଡ଼ର ମଧ୍ୟବିତ୍ତ ପରିବାର ବିପ୍ଳବ ବିଶ୍ୱାଳଙ୍କ ମାତା ଦୀପ୍ତିଦେବୀ ବିଶ୍ୱାଳଙ୍କ ଅଲିଅଳି କନ୍ୟାରଥ ବୈଭବୀ। ମାତ୍ର 2.5 ବର୍ଷ ବୟସରେ ଏହି ସଫଳତା ପରିବାର ଗ୍ରାମବାସୀ ପାଇଁ ଗୌରବ ଆଣିଦେଇଛି। ତେବେ କୁହାଯାଉଛି ଏନେଇ ବୈଭବୀଙ୍କ ବାପା ମା ପରିବାର ଗ୍ରାମବାସୀ ବେଶ ଖୁସି ଅଛନ୍ତି। ପରବର୍ତ୍ତୀ ଖବର ହଉଛି ଭୁବନେଶ୍ୱରରେ ଆଜିଠାରୁ ଆଦିବାସୀ ମେଳା ଆରମ୍ଭ, 5 ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଭୁବନେଶ୍ୱର ମେଳା ପରିସରରେ ଓଡ଼ିଶାର ଆଦିବାସୀଙ୍କ ଜନଜାତି ସଂସ୍କୃତି ପରମ୍ପରା ଜୀବନଶୈଳୀ ସଜୀବ ପ୍ରଦର୍ଶନ, ଆଦିବାସୀ ହସ୍ତତନ୍ତ ପାରମ୍ପରିକ ପୋଷାକ ଖାଦ୍ୟର ଅନେକ ଷ୍ଟଲ ଦେଖିବାକୁ ମିଳୁଛି। ସନ୍ଧ୍ୟାବେଳେ ଆଦିବାସୀ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଅଧିକ ଆକର୍ଷଣ କରୁଛି। ଜାନୁଆରୀ 26 ଫେବୃଆରୀ 5 ତାରିଖ ପର୍ଯ୍ୟନ୍ତ ରାଜଧାନୀବାସୀ ଆଦିବାସୀ ମେଳା ବୁଲିବା ସହିତ ଅନେକ ସୁବିଧା ପାଉଛନ୍ତି। ସନ୍ଧ୍ୟାରେ ମେଳାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରବର୍ତ୍ତୀ ଖବର ହଉଛି ପ୍ରଭୁ ଲିଙ୍ଗରାଜଙ୍କର ଭାସ୍କେଶ୍ୱର ମନ୍ଦିରକୁ ଯାତ୍ରା, ପୂଜା ପାଇଲେ 3 ଦିଅଁ। ତେବେ ପରେ ପାଲିଙ୍କି ଭିତରୁ 3 ଦିଅଁକୁ ବାହାରି କରି ପାଛୋଟି ନେଲେ ମନ୍ଦିର ବାହାରେ ଆସନ ନିକଟକୁ। ଆସନ ଉପରେ 3 ଦିଅଁକୁ ସ୍ଥାପିତ କରି ପୂଜାର୍ଚ୍ଚନା ମଧ୍ୟ ହେଲା। କିଛି ସମୟ ପରେ ଧୂପ ଦୀପରେ ପୂଜା ପାଇଲେ 3 ଦିଅଁ। ତ ବିଶେଷ କରି କୁହାଯାଉଛି କିମ୍ବଦନ୍ତୀ ଭାସ୍କେଶ୍ୱର ମନ୍ଦିର ହେଉଛି ଲିଙ୍ଗରାଜ ବାସୁଦେବ ମହାପ୍ରଭୁଙ୍କର ମାମୁଁ ଘର। ଅଶୋକାଷ୍ଟମୀରେ ମାଉସୀ ଘରକୁ ଯିବା ପୂର୍ବରୁ 3 ଦିଅଁ ମାମୁଁ ଘର ବୁଲି ଆସନ୍ତି। ମାମୁଁ ଘର ବୁଲିବା ସହିତ ମଧ୍ୟ ଉଚ୍ଚତା ରୂପରେଖା ଓସାରି ମାପି ନେଇ ରୁକୁଣା ରଥ ତିଆରି ହୁଏ। ତେଣୁ ମାଉସୀ ଘରକୁ ଅଶୋକାଷ୍ଟମୀ ଯେତେବେଳେ ଯାଆନ୍ତି ସେଇଠି 3 ଦିଅଁ ଦର୍ଶାଇଥାନ୍ତି ମାମୁଁ ଘରକୁ ବୁଲି ଯାଇଥିଲେ, ଇଏ ଏକ ପ୍ରମାଣ। ପରବର୍ତ୍ତୀ ଖବର ହଉଛି ଆଜି ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ ସେବା, ଧର୍ମଘଟକୁ ଓହ୍ଲାଇବେ ବ୍ୟାଙ୍କ କର୍ମଚାରୀ। ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିକ୍ସକ୍ସ ବା ୟୁଏଫପିୟୁ। ସପ୍ତାହରେ 2 ଦିନ ଛୁଟି ଦାବିରେ ଆନ୍ଦୋଳନ ହୋଇଛି। ସପ୍ତାହରେ 2 ଦିନ ନେଇକି ଜାନୁଆରୀ 23 ଦିନ ପର୍ଯ୍ୟନ୍ତ ଲେବର କମିଶନ ଆଲୋଚନାରୁ ସୁଫଳ ନ ମିଳିବାରୁ ଧର୍ମଘଟ ଡାକରା ଦେଇଛି ସଂଘ। ଆଜି ବ୍ୟାଙ୍କ ବନ୍ଦ କ୍ରମାଗତ 3 ଦିନ ସେବାରୁ ବଞ୍ଚିତ ହେବେ ଗ୍ରାହକ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ହଉଛି କାଲିଠାରୁ ସଂସଦରେ ବଜେଟ ଅଧିବେଶନ। ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର। ଅଧିବେଶନ ଏଜେଣ୍ଡା ସମ୍ପର୍କରେ ଆଲୋଚନା ହେବ। ବଜେଟ ଅଧିବେଶନ କାଲିଠାରୁ ଆରମ୍ଭ ହୋଇ ଏପ୍ରିଲ 2ରେ ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ 13ରେ ସରିବ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ 9ରେ ଆରମ୍ଭ ହେବ। କ୍ରମାଗତ ଭାବେ ନବମ ଥର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କାଲିଠାରୁ ରାଜ୍ୟସଭା ଲୋକସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ। କିଛି ଶସ୍ତା ହୋଇପାରେ ବୋଲି କୁହାଯାଉଛି। ବିଶେଷ କରି ଟିଭି ଫ୍ରିଜ ଏସବୁ ଶସ୍ତା ହୋଇଯିବ। ଗାଡି ରେଟ୍ ଆଗକୁ ବଢିବ ବୋଲି କୁହାଯାଉଛି। ସେଇଭଳି ପରବର୍ତ୍ତୀ ଖବର ହଉଛି ଗଙ୍ଗୋତ୍ରୀ ଧାମରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ। କେଦାରନାଥ ବଦ୍ରୀନାଥ ମନ୍ଦିରରେ ମଧ୍ୟ ଲାଗୁ ହୋଇପାରେ ନୂଆ ନିୟମ। ତେବେ ବଦ୍ରୀନାଥ କେଦାରନାଥ ସମାନ କଟକଣା ଲାଗୁ ହେବା ପାଇଁ ପ୍ରସ୍ତାବ ଦିଆଯାଇଛି। ଗଙ୍ଗୋତ୍ରୀ କମିଟିରେ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଏଥର କୁହାଯାଉଛି ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ମଧ୍ୟ କରାଯାଇଛି। ପରବର୍ତ୍ତୀ ଖବର ହଉଛି ପ୍ରାୟ 20 ବର୍ଷ ଧରି ଆଲୋଚନା ପରେ ଆଜି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଏକ ବଡ ଐତିହାସିକ ବାଣିଜ୍ୟିକ ଚୁକ୍ତି ହେଉଛି। 16ତମ ଭାରତ ୟୁରୋପୀୟ ଶିଖର ସମ୍ମିଳନୀରେ ଚୁକ୍ତିକୁ ଅନ୍ତିମ ରୂପ ଦିଆଯାଇଛି। ବିଶେଷ କରି ଭାରତରେ ଦାମିକାର ମଦ କେମିକାଲ ମେଡିକାଲ ଉପକରଣ ଅଧିକ ଶସ୍ତା ହେବ। ଏହି ଚୁକ୍ତି ଅନୁସାରେ ଭାରତ ୟୁରୋପୀୟ ସଂଘର 97% ରପ୍ତାନୀକୁ ଉପର ଶୁଳ୍କ କମାଇଛି। ଏହା ଫଳରେ ଭାରତ ୟୁରୋପକୁ ରପ୍ତାନୀ 2 ଗୁଣା ବଢିଯିବ ବୋଲି ୟୁଏ ମଧ୍ୟ କହିଛି। ପରବର୍ତ୍ତୀ ଖବର ଶୀତ ଝଡ଼ ନେଲା 30 ଜଣଙ୍କ ଜୀବନ। ଆମେରିକାରେ ଶୀତକାଳୀନ ଝଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବରଫ ଭିତରେ ଲୋକମାନେ ଥରୁଥିବା ବେଳେ ଶୀତ ଝଡ଼ରେ 30 ଜଣଙ୍କର ମୃତ୍ୟୁ ହୋଇଛି। ବିମାନ ଚଳାଚଳ ବ୍ୟାହତ ହୋଇଛି। ପ୍ରମୁଖ ବିମାନ ବନ୍ଦର ଗୁଡ଼ିକରେ ଅନେକ ବିମାନକୁ ବାତିଲ ମଧ୍ୟ କରାଯାଇଛି। ଏହି ସପ୍ତାହ ଶେଷରେ ଆର୍କଟିକ୍ ବିସ୍ଫୋରଣ ଘଟିଥିବାରୁ ନୂଆ ଶୀତ ଝଡ଼ର ବିମାନ ଶିଳ୍ପ ଅଧିକ ବ୍ୟାହତ ହୋଇଛି ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର ହଉଛି ବଡ ଖୁସି ଖବର, ଛୋଟ ନୋଟ ପାଇଁ ସ୍ୱତନ୍ତ୍ର ଏଟିଏମ ହେବ। ଭାରତୀୟ ବଜାରରେ ଛୋଟ ମୂଲ୍ୟର ନୋଟ ଗୁଡ଼ିକ ପାଇଁ ଘୋର ଅଭାବ ଲକି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏଟିଏମ ବସାଇବା ପାଇଁ ଯୋଜନା କରୁଛନ୍ତି। ସମ୍ପ୍ରତି ବିଶ୍ୱର ଚତୁର୍ଥତମ ବୃହତ୍ତମ ଅର୍ଥନୀତି ଭାବେ ଭାରତ ୟୁପିଆଇର ବ୍ୟବହାର କରୁଛି, ଯାହାଫଳରେ ଛୋଟ ନୋଟ ଗୁଡ଼ିକର ଚାହିଦା କମିନି। ବଜାରରେ ଛୋଟ ନୋଟ ମିଳୁନଥିବାକୁ ନେଇ ଏବେ
ସର୍ବଭାରତୀୟ ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘ ଉଦ୍ବେଗ ପ୍ରକଟ କରିଛି। ବିଶେଷ କରି 100 ତଳକୁ ଭାରତୀୟ ନୋଟ ଖୁଚୁରା ବଜାରରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି। ସବୁ ନୋଟ ପର୍ଯ୍ୟାପ୍ତ ପରିମାଣରେ ଛାପିବା ପାଇଁ ସଂଘ ପକ୍ଷରୁ ରିଜର୍ଭ ବ୍ୟାଙ୍କକୁ ଅନୁରୋଧ କରାଯାଇଛି। ଆରବିଆଇ କହିଛି ଯେ ଏଥର ଏ ସଂକ୍ରାନ୍ତରେ ମଧ୍ୟ କିଭଳି 10 ଟଙ୍କିଆ, 20 ଟଙ୍କିଆ, 50 ଟଙ୍କିଆ ନୋଟ ସ୍ୱତନ୍ତ୍ର ଏଟିଏମ୍ ଉପଲବ୍ଧ ହେବ ସେ ନେଇକି ପରୀକ୍ଷା ନିରୀକ୍ଷା ଚାଲିଛି। ମୁମ୍ବାଇରେ ଇତିମଧ୍ୟରେ ପରୀକ୍ଷାମୂଳକ ଭାବେ ନୋଟ ଛପା ମଧ୍ୟ ହେବ। ପରବର୍ତ୍ତୀ ଖବର, ହୁ ହୁ ହୋଇ ବଢିଲା ସୁନା ଦର। ପୁଣି ସୁନା ରୂପା ଦର ମଧ୍ୟ ବଢିଛି। ତେବେ 2026 ଆରମ୍ଭରୁ ମହଙ୍ଗା ହୋଇଛି ସୁନା ରୂପା ଦର। ସୁନା ମୂଲ୍ୟରେ ରେକର୍ଡ ଦେଖିବାକୁ ମିଳିଛି। ଘରୋଇ ବଜାରରେ ସୁନାର ରୂପାର ଚାହିଦା ବିରାଟ ପଦ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ 49,997 ପ୍ରତି ଆଉନ୍ସ ରେକର୍ଡ ସ୍ତରରେ ପହଞ୍ଚିଛି। ତେବେ କୁହାଯାଉଛି ସୁନା ଏବେ 10 ଗ୍ରାମ ପିଛା 1,60,000 ପହଞ୍ଚିଛି। ତା ସହିତ ମଧ୍ୟ ରୂପାର ଦର ମଧ୍ୟ ସେଇଭଳି ହୁ ହୁ ହୋଇ ବଢୁଛି। ପରବର୍ତ୍ତୀ ଖବର ହଉଛି ମହିଳାଙ୍କ ଖାତାକୁ ଆସିବ 10 ଲକ୍ଷ ଟଙ୍କା। ଏସଏଚଜି ମହିଳାକୁ 10 ଲକ୍ଷ ଟଙ୍କା ବିନା ସୁଧରେ ଦେବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ମହିଳାମାନେ କିଭଳି ଆତ୍ମନିର୍ଭରଶୀଳ ସ୍ୱାବଲମ୍ବୀ ହୋଇପାରିବେ ସେ ନେଇକି ଲକ୍ଷ୍ୟ ରଖିଛନ୍ତି। ତେଣୁକରି ଖାତାକୁ 10 ଲକ୍ଷ ଟଙ୍କା ଆସିବ, ମହିଳାମାନେ ଲକ୍ଷପତିରେ ସାମିଲ ହେବେ। ସରକାର ଲକ୍ଷ୍ୟ ରଖିଛନ୍ତି ଲକ୍ଷପତି ଦିଦି ହେବା ଦ୍ୱାରା ଓଡ଼ିଶାର ଉନ୍ନତି ହେବ। ଆଗକୁ ମଧ୍ୟ ସମସ୍ତେ ଏ ଦ୍ୱାରା ସାହାଯ୍ୟ ମଧ୍ୟ ପାଇବେ। ତେବେ ଏ ନେଇକି ଏବେ ଏସଏଚଜି ମହିଳାକୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମଧ୍ୟ ଦିଆଯିବ। ପରବର୍ତ୍ତୀ ଖବର ହଉଛି ଗାଡି ଚାଳକଙ୍କ ପାଇଁ ବଡ ଖବର ରହିଛି। ତା ପୂର୍ବରୁ ଆପଣମାନେ ଜାଣିନିଅନ୍ତୁ ଗୁଟକାକୁ ନେଇକି ବଡ ଅପଡେଟ ଆସିଛି। ଯଦି ଆପଣମାନେ କୌଣସି ଦୋକାନରେ ଗୁଟକା ଖାଉଛନ୍ତି ଆପଣଙ୍କ ଉପରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସୁପ୍ରିମକୋର୍ଟ ଅର୍ଡର ଅନୁସାରେ ଓଡ଼ିଶାରେ ଏବେ ଗୁଟକା ବନ୍ଦ ହୋଇଛି। ଗୁଟକା ଜରାଦ ବନ୍ଦ। ଯଦି କିଛି ଲୋକ ଏବେ ଗୁଟକା ବିକୁଛନ୍ତି ତାଙ୍କ ଉପରେ ମଧ୍ୟ ଚଢାଉ ହେଇକି ମଧ୍ୟ ଲାଇସେନ୍ସ ରଦ୍ଦ ହେବ ଏବଂ ଜେଲ ମଧ୍ୟ ଅଛି ବୋଲି କୁହାଯାଉଛି। ତା ସହିତ ବିରାଟ ବଡ ଜୋରିମାନା ମଧ୍ୟ ଦେବାକୁ ପଡିବ ବୋଲି କୁହାଯାଉଛି। କିଛି ଦିନ ପୂର୍ବରୁ 2 କୋଟି ଟଙ୍କାର ମଧ୍ୟ ଗୁଟକା ବାହାରିଥିଲା। ଏବେ ଏ ନେଇକି ସରକାର ମଧ୍ୟ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ତା ସହିତ ମଧ୍ୟ ଏଥର ଚୋରା ମୋବାଇଲକୁ ମଧ୍ୟ ଧରା ପଡିଛି। ଯଦି ଆପଣ ମୋବାଇଲ ହଜିଯାଇଛି ତୁରନ୍ତ ଆପଣ ଆଇଏମଇ ନମ୍ବର ନେଇ ଆପଣ ମାନେ ଟ୍ରାକ୍ କରିପାରିବେ। କିଛି ଦିନ ପୂର୍ବରୁ କେଉଁଝର ପୋଲିସ 200 ମୋବାଇଲ ଦେଇଥିଲା ଗ୍ରାହକକୁ, ଯାହାର 2-3 ମାସ ତଳେ ଚୋରି ହୋଇଥିଲା। ଏବେ ମଧ୍ୟ 33ଟି ମୋବାଇଲ ଦେଇଛି କେନ୍ଦ୍ରାପଡା। ତାପରେ ମଧ୍ୟ ଆଉ ଜଣଙ୍କୁ ମଧ୍ୟ ଏବେ ଆଉ ଗୋଟେ ଜିଲ୍ଲାରେ ମଧ୍ୟ ମିଳିଛି। ତେଣୁ ପୋଲିସ ଏ ନେଇକି ମଧ୍ୟ ବ୍ୟାପକ ବ୍ୟବସ୍ଥା କରୁଛି। ଆପଣଙ୍କ ମୋବାଇଲ ଚୋରି ହେଇଗଲେ ଆପଣ ତୁରନ୍ତ ଆଇଏମଇ ନମ୍ବର ନେଇ ଟ୍ରାକ୍ କରିକି ଆପଣ ପୋଲିସ ଷ୍ଟେସନ ଏଫଆଇଆର ଦିଅନ୍ତୁ। ଆପଣ ମୋବାଇଲ ମଧ୍ୟ ନିଶ୍ଚିନ୍ତ ପାଇବେ। ପରବର୍ତ୍ତୀ ଖବର ହଉଛି ଏଥର ଆଧାର କାର୍ଡକୁ ନେଇକି ବଡ ଅପଡେଟ। ଆଧାର କାର୍ଡ, ପ୍ୟାନ କାର୍ଡ ଆପଣ ସଂଯୋଗ କରନ୍ତୁ, ଯାହା ଫଳରେ ଆପଣଙ୍କ ଆଉ ଏକ୍ସଟ୍ରା ପଡିବ ନାହିଁ ଫାଇନ। ତେବେ କୁହାଯାଉଛି 1,000 ରୁ 10,000 ଟଙ୍କା ପର୍ଯ୍ୟନ୍ତ ଫାଇନ ପଡିବ ଯଦି ଆପଣ ଆଧାର କାର୍ଡ, ପ୍ୟାନ କାର୍ଡ ଲିଙ୍କ କରିନାହାନ୍ତି। ତେଣୁ ଲିଙ୍କ ମଧ୍ୟ କରିଦିଅନ୍ତୁ ସାଇଟ କି ଯାଇକି। ତା ସହିତ ମଧ୍ୟ ଏବେ ଭୋଟର ଆଇ କାର୍ଡ, ପଞ୍ଚାୟତ ନିର୍ବାଚନ ଅଛି। ଏ ନେଇକି ମଧ୍ୟ ବ୍ୟାପକ ବ୍ୟବସ୍ଥା ହଉଛି। ସରକାର କହିଛନ୍ତି ନୂତନ ପ୍ରକାର ମହିଳାଙ୍କୁ ଏଥର ସମସ୍ତ ସହଯୋଗ ଯୋଗାଇ ଦେବେ। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। ଯଦି ଖବରଟି ଭଲ ଲାଗିଥାଏ ନିଶ୍ଚୟ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବେ।